ବୋଉ ଏଇ ନିଅନ୍ତୁ ମେଡିସିନ। ଦେ ରେ ମା ଦେ। ଆଲୋ ନାନୀ, ଭଲ ବୋହୂ ଖଣ୍ଡେ ଆଣିଛୁ। ତମ ଝିଅ ଦିନେ ଏମିତି ସେବା କରିଥିଲା ନା? ହଁ ଲୋ ମାଳତୀ, ଯାହା କହୁ ପଛେ ଝିଅ ହଉଛି ଘର ପାଇଁ ଚିନିଟିଏ ଆଉ ବୋହୂ ହଉଛି ଲୁଣ। ହଉ ମୁଁ ଏବେ ଆସୁଛି। ହଉ ଯା। ବୋଉ, ମୋ ସେବାରେ କଣ କମି ରହିଗଲା କି? ମୁଁ କଣ ଭଲ ନୁହଁ? କଣ ହେଲା କି ତୋର? ତୁ ଏମିତି କାହିଁ ପଚାରୁଛୁ? ଆପଣ ମାଳତୀ ମାଉସୀ କହିବାର ଶୁଣିଥିଲି, ଗୋଟେ ଝିଅ ଘର ପାଇଁ ଚିନି ପରି ହେଇଥାଏ ଆଉ ଗୋଟେ ବୋହୂ ଲୁଣ ପରି। ଆଲୋ ହୁଣ୍ଡି, ତା ମାନେ ହଉଛି ଗୋଟେ ଝିଅ ଯାହା ବି ହେଇଥାଉ ତାଙ୍କ ଘର ପାଇଁ ଭଲ ହିଁ ହୋଇଥାଏ। ଆଉ ଗୋଟେ ବୋହୂ, ସେ ପର ଝିଅ ହୋଇଥିଲେ ମଧ୍ୟ ଆମର ବଳିଦାନ ତ୍ୟାଗ ଆଗରେ ସେ ସବୁବେଳେ ପାଇଁ ଋଣୀ। ସେଥିପାଇଁ କହିଥିଲି ଝିଅ ଚିନି ପରି ହେଇଥାଏ, ବୋହୂ ଲୁଣ ପରି ହେଇଥାଏ। ବୁଝିଲି ତ ହୁଣ୍ଡିଟା? ଭିଡିଓ ଯଦି ଭଲ ଲାଗିଥିବ ତାହେଲେ ଲାଇକ୍, କମେଣ୍ଟ, ସେୟାର କରିଦେବ ଆଉ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଆମେ ପୁଣି ଦେଖା ଗୋଟେ ନୂଆ ଭିଡିଓରେ। ସେ ପର୍ଯ୍ୟନ୍ତ ରହିଲୁ। ଜୟ ଜଗନ୍ନାଥ।